ମୁଁ ଇପ୍ସିତା ଆଜି ଆପଣମାନଙ୍କ ପାଇଁ ପୁଣି ଥରେ ଗୋଟେ ନୂଆ ରେସିପି ନେଇକି ପଳେଇ ଆସିଛି। ଜାଣିଛନ୍ତି ଆଜିର ରେସିପିର ନାଁ କ'ଣ? ଚଟପଟା ଭେଣ୍ଡି ମସଲା ଫ୍ରାଏ, ଯେଉଁଟାକି ଆପଣମାନେ ସମସ୍ତେ ଭେଣ୍ଡି ଭଜା ଘରେ ବନାନ୍ତି, ହଁ ନା? କିନ୍ତୁ ଭେଣ୍ଡି ଭଜାକୁ ଚଟପଟା ଟିକେ ବନେଇଲେ ଖାଇବାଟା କେତେ ଇଣ୍ଟରେଷ୍ଟିଂ ହେବ କୁହନ୍ତୁ ତ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ଦେଖେଇବି ଚଟପଟା ଭେଣ୍ଡି ମସଲା ଫ୍ରାଏ। ଏହି ରେସିପି ପାଇଁ ମୁଁ ଭେଣ୍ଡି ଗୁଡ଼ିକୁ ଛୋଟ ଛୋଟ ପିସେସ୍ରେ କାଟିକି ଧୋଇକି ରଖିଛି। ଆଳୁ ଗୁଡ଼ିକୁ ମଧ୍ୟ ଛୋଟ ଛୋଟ ପିସେସ୍ରେ କାଟି ଦେଇଛି। ଏଠି ଗୋଟେ ମୁଁ ବଡ଼ ପିଆଜ ନେଇଛି, ଯାହାକୁ କି ଲମ୍ବା ଲମ୍ବା ସେପ୍ରେ କାଟିଛି। ଏବେ ଏସବୁକୁ ଫ୍ରାଏ କରିବା ପାଇଁ ପ୍ୟାନ୍ରେ ଅଳ୍ପ କିଛି ତେଲ ନେଇ ଜିରା ଆଡ଼୍ କରିଦେଇଛି। ଜିରା ଫୁଟିବା ପରେ ଏବେ ପିଆଜ ଗୁଡ଼ିକୁ ଦେଇ ଦେଉଛି। ଏବେ 1 ମିନିଟ୍ ପିଆଜର କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ଫ୍ରାଏ କରିବି। ଦେଖନ୍ତୁ ପିଆଜର କଲର୍ ବି ଚେଞ୍ଜ ହେଇ ଆସିଲାଣି। ଏବେ ମୁଁ ଆଳୁ ଏବଂ କଟା ହୋଇ ରଖା ହୋଇଥିବା ଭେଣ୍ଡିକୁ ମଧ୍ୟ ଆଡ଼୍ କରିଦେଉଛି। ଏସବୁକୁ ଭଲସେ ମିକ୍ସ କରିବା ପରେ ମୁଁ ଆଡ଼୍ କରିଦେଉଛି ସ୍ୱାଦ ଅନୁସାରେ ଲୁଣ ଏବଂ ହଳଦୀ। ଏବେ ଏସବୁକୁ ଭଲସେ ମିକ୍ସ କରିକି 5 ମିନିଟ୍ ପାଇଁ କଭର୍ କରିଦେଉଛି। ଗ୍ୟାସ୍ର ଫ୍ଲେମ୍ଟିକୁ ମିଡ଼ିୟମ୍ ରଖିବେ। ଦେଖନ୍ତୁ ମୋର ଭେଣ୍ଡି ଆଳୁ ଭଜା ପୁରା ରେଡ଼ି ହେଇସାରିଲାଣି। ଏବେ ଟାଇମ୍ ହେଉଛି ସେଇ ମ୍ୟାଜିକ୍ ମସଲାର। ଏହି ମସଲାଟି ପ୍ରସ୍ତୁତ କରିବା ପାଇଁ ମୁଁ ନେଇଛି 1 ଚାମଚ ମ୍ୟାଗି ମସଲା, 1/2 ଚାମଚ ଗୋଲମରିଚ ପାଉଡ଼ର, 1/2 ଚାମଚ ଚାଟ୍ ମସଲା। ଆପଣମାନେ ଯଦି ଭେଣ୍ଡି ଆଳୁ ଭଜା ଖାଇ ଖାଇ ବୋର୍ ହେଇଯାଇଛନ୍ତି, ତେବେ ଏହି ମସଲାଟି ନିଶ୍ଚୟ ଆଡ଼୍ କରିବେ। ଏହି ରେସିପିଟି ବହୁତ ହି ଇଣ୍ଟରେଷ୍ଟିଂ ଲାଗିବ। ଆଜିର ରେସିପିଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ମୋ ଚ୍ୟାନେଲଟିକୁ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ନିଶ୍ଚୟ କରିଦିଅନ୍ତୁ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ।